ଶ୍ରୀରାମ ପଣ୍ଡା ଓଲିଉଡ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ପ୍ରସିଦ୍ଧ ନାୟକ। ସେ 1980-90 ଦଶକରେ ବହୁତ ସୁପରହିଟ୍ ଫିଲ୍ମ ଦେଇଥିଲେ। ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ରୋମାଣ୍ଟିକ୍ ହିରୋ ଭାବରେ ବହୁତ ପ୍ରସିଦ୍ଧ ମଧ୍ୟ ଥିଲେ। ଦର୍ଶକ ବନ୍ଧୁ ତାଙ୍କର ସାଧାରଣ ଦେହଳି ଶ୍ରୀମନ୍ତ ଘରୋଇ ପରି ଫିଲ୍ମ ମଣିଷଙ୍କ ମନରେ ଆଜି ବି ଲୋକପ୍ରିୟ। ତାଙ୍କର ଅଭିନୟରେ ସଦ୍ଗୁଣ ସହଜତା ଓ ସ୍ନେହ ଭରା ସ୍ପଷ୍ଟ ଦେଖିବାକୁ ମିଳିଥିଲା। ପରେ ସେ ରାଜନୀତିରେ ମଧ୍ୟ ପ୍ରବେଶ କରିଥିଲେ। 1970-80 ଦଶକରେ ସେ ଓଲିଉଡରେ ସୁପରହିଟ୍ ହିରୋ ଭାବେ ପରିଚିତ ହେଲେ। ତାଙ୍କର ମନାବି, ଘରୋଇ ମମତା, ସାଧାରଣ ଦେହଳି, ହେଇଗଲା ନା ପରି ଅନେକ ଚଳଚ୍ଚିତ୍ର ଓଡ଼ିଆ ମନୁଷ୍ୟଙ୍କ ହୃଦୟରେ ଅବସ୍ଥାନ କରିଛି। ତାଙ୍କୁ ଲଭର ବୟ ଭାବେ ମଧ୍ୟ ବହୁତ ଡାକୁଥିଲେ। ପରେ ଅଭିନୟ ଛାଡ଼ି ସେ ବିଜୁ ଜନତା ଦଳ ଅର୍ଥାତ୍ ବିଜେଡି ସହିତ ରାଜନୀତିରେ ପଦାର୍ପଣ କଲେ। 2014ରେ ସେ ଲୋକସଭା ସଦସ୍ୟ MP ଭାବରେ ଚୟନିତ ହେଲେ। ସେ ଧର୍ମପୁର କେନ୍ଦ୍ରାପଡ଼ା ଅଞ୍ଚଳରେ ବହୁତ ପ୍ରଭାବଶାଳୀ ନେତା। ସେ ମନୋଭାବରୁ ଧାର୍ମିକ, ସହଜ ଓ ଦୟାଳୁ। ଅଭିନୟରୁ ଦୂରେଇ ଆଧ୍ୟାତ୍ମିକତା ଓ ସାଧୁ ଜୀବନକୁ ବାଛିଥିଲେ। 1980 ଏବଂ 90 ମସିହାରେ ଶ୍ରୀରାମ ପଣ୍ଡା ଓଡ଼ିଆ ଫିଲ୍ମରେ ସବୁଠାରୁ ପ୍ରିୟ ନାୟକ ହୋଇଥିଲେ। ତାଙ୍କର ନାୟିକା ମହେଶ୍ୱତା ରାୟ ସହିତ ଯୁଗଳ ସିନେମା ଗୁଡ଼ିକ ବହୁତ ହିଟ୍ ମଧ୍ୟ ହୋଇଥିଲା। ସାଧାରଣ ପ୍ରେମ କାହାଣୀକୁ ସେ ଭାବପୂର୍ଣ୍ଣ ଅଭିନୟ ଦ୍ୱାରା ସଜାଇଥିଲେ। ଓଲିଉଡରେ ସେ ସାଂସ୍କୃତିକ ଦୂତ ଭାବରେ ଗଣ୍ୟ। ତାଙ୍କର ସିନେମା ଗୁଡ଼ିକ ପରିବାର, ପ୍ରେମ ଓ ମୂଲ୍ୟବୋଧକୁ ଉଜାଗର ମଧ୍ୟ କରିଥିଲା। ଲୋକମାନେ ତାଙ୍କୁ କେବଳ ନାୟକ ଭାବରେ ନୁହେଁ ବରଂ ଶିକ୍ଷକ ଓ ପ୍ରେରଣାଦାତା ଭାବରେ ମଧ୍ୟ ମନୋଭାବେ ରଖିଥିଲେ। ସିନେମା ଛାଡ଼ି ସେ ଧାର୍ମିକ ଓ ସାଧୁ ଜୀବନରେ ବିଶେଷ ମନୋନିବେଶ କରୁଛନ୍ତି। ଓଡ଼ିଶାର ସାଧୁ ସନ୍ଥମାନଙ୍କ ସହିତ ତାଙ୍କର ସମ୍ପର୍କ ଦୃଢ଼। ସେ ସରଳ ଓ ସାଧାରଣ ଜୀବନକୁ ବାଛିଥିବାରୁ ଆଜି ବି ଲୋକଙ୍କ ମନରେ ବିଶେଷ ସ୍ଥାନ ରଖିଛନ୍ତି। ଶ୍ରୀରାମ ପଣ୍ଡାଙ୍କ ଟପ୍ 10 ହିଟ୍ ଫିଲ୍ମ 1ରେ ହେଲା ନବୀନି ଅର୍ଥାତ ମନାବି ଫିଲ୍ମ ତାଙ୍କର ଅଭିନୟକୁ ନୂଆ ପରିଚୟ ଦେଇଥିଲା। ତୃତୀୟରେ ହେଉଛି ସାଧାରଣ ଦେହଳି, ପ୍ରେମ ଓ ପାରିବାରିକ କାହାଣୀରେ ସୁପରହିଟ୍ ମଧ୍ୟ ଥିଲା। ତୃତୀୟରେ ହେଉଛି ଘରୋଇ, ତାଙ୍କର ଜୀବନରେ ସ୍ମରଣୀୟ ଚଳଚ୍ଚିତ୍ର। ଚତୁର୍ଥରେ ହେଉଛି ମମତା, ଭାବନାପୂର୍ଣ୍ଣ ଅଭିନୟ ଲୋକଙ୍କ ମନକୁ ଛୁଇଁଥିଲା। ପଞ୍ଚମରେ ହେଉଛି ହେଇଗଲା ନା, ରୋମାଣ୍ଟିକ୍ କାହାଣୀରେ ବଡ଼ ସଫଳତା। ଷଷ୍ଠରେ ହେଉଛି ଶ୍ରୀମନ୍ତ, ସାଧୁ ଓ ମୂଲ୍ୟବୋଧକୁ ଉଜାଗର କରିଥିଲା। ସପ୍ତମ ଫିଲ୍ମ ହେଉଛି 4 ଦିନ ପରେ, ପ୍ରେମ ଓ ବିଚ୍ଛେଦର ସ୍ପର୍ଶକାତର କାହାଣୀ। ଅଷ୍ଟମରେ ହେଉଛି ଧରିତ୍ରୀ, ସାମାଜିକ ସନ୍ଦେଶ ସହିତ ସିନେମା। ନବମରେ ହେଉଛି ଜାହ୍ନବୀ, ତାଙ୍କର ରୋମାଣ୍ଟିକ୍ ଅଭିନୟର ଆହୁରି ଉଦାହରଣ। ଦଶମରେ ହେଉଛି ଅପରାଜିତା, ତାଙ୍କର ସଫଳତାର ଅନ୍ୟତମ ପର୍ବ। ଏହିସବୁ ସିନେମାରେ ଶ୍ରୀରାମ ପଣ୍ଡାଙ୍କୁ ଓଡ଼ିଆ ଫିଲ୍ମର ଆଇକନ୍ ବୋଲି ଲୋକମାନେ ସ୍ୱୀକାର ମଧ୍ୟ କରିଥିଲେ। ଓଡ଼ିଶାର ଗାଁରୁ ଆସିଥିବା ଏକ ସରଳ ଯୁବକ ସ୍ୱପ୍ନ ଥିଲା ନାୟକ ହେବାର। ସ୍ୱର, ଦେହ ଭାଷା ଓ ସହଜ ଅଭିନୟରେ ସେ ଓଲିଉଡରେ ନୂଆ ଅଧ୍ୟାୟ ଲେଖିଥିଲେ। ସେହି ସମୟରେ ଶ୍ରୀରାମ ପଣ୍ଡାଙ୍କୁ ଦେଖି ହଲ୍ ଗୁଡ଼ିକ ହାଉସଫୁଲ୍ ହେଉଥିଲା। ନାୟିକାଙ୍କ ସହିତ ତାଙ୍କର ଯୁଗଳ ଗୀତକୁ ଦେଖି ଦର୍ଶକମାନେ ପ୍ରେମରେ ପଡ଼ୁଥିଲେ।
କିନ୍ତୁ ଦର୍ଶକ ବନ୍ଧୁ ଜୀବନ କେବଳ ମନୋରଞ୍ଜନରେ ସୀମିତ ରହିଗଲା ନାହିଁ। ସେ ଚଳଚ୍ଚିତ୍ରରୁ ରାଜନୀତିକୁ ବାଛିଲେ, ଜନସେବାକୁ ଲକ୍ଷ୍ୟ କରି ଲୋକସଭାକୁ ପହଞ୍ଚିଥିଲେ। ଅଭିନୟର ଆଲୋକରୁ ସେ ଧାର୍ମିକ ଜୀବନର ଆଲୋକକୁ ବାଛିଥିଲେ। ଆଜି ଶ୍ରୀରାମ ପଣ୍ଡା କେବଳ ଏକ ସୁପରଷ୍ଟାର ନୁହେଁ, ସେ ହେଲେ ଓଡ଼ିଆ ମନର ଆଇଡଲ୍। ହିରୋରୁ ସାଧୁ ଜୀବନ, ଏହା ହିଁ ଶ୍ରୀରାମ ପଣ୍ଡାଙ୍କର ସତ୍ୟ କାହାଣୀ। ଓଡ଼ିଆ ଫିଲ୍ମ ଜଗତରେ 80ରୁ 90 ଦଶକରେ ଏକବାର ରାଜ କରିଥିଲେ। ଦର୍ଶକଙ୍କ ହୃଦୟରେ ଲଭର ବୟ ଭାବେ ପରିଚିତ ସେହି ନାମ, ଗୋଟିଏ ନାମ, ଶ୍ରୀରାମ ପଣ୍ଡା। ଫିଲ୍ମ ହେଉକୁ ଯାତ୍ରା, ସରଳ ଦେହଳିକ ଯୁବକ ସ୍ୱପ୍ନ ସହିତ ଆସିଲେ ସିନେମା ଜଗତକୁ। ମନାବି ଘରୋଇ ସାଧାରଣ ଦେହାଳି ପରି ସିନେମାରେ ସେ ପ୍ରେମର ନାୟକ ଭାବରେ ପ୍ରସିଦ୍ଧ ହେଲେ। ଲୋକଙ୍କୁ ତାଙ୍କର ସହଜ ଅଭିନୟ ଓ ମିଷ୍ଟ୍ରି ହସ ମନ୍ତ୍ରମୁଗ୍ଧ କରିଦେଇଥିଲା। ପାର୍ଟ 2ରେ ହେଉଛି ରାଜନୀତି। ଚଳଚ୍ଚିତ୍ର ଜଗତରେ ସଫଳତା ପରେ ସେ ନୂଆ ରାସ୍ତା ଧରିଲେ ରାଜନୀତି। ବିଜୁ ଜନତା ଦଳରୁ ସେ ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଚଳଚ୍ଚିତ୍ରରେ ଯେପରି ସେବା, ସେହିପରି ଜନସେବାରେ ମଧ୍ୟ ନିଜକୁ ନିଯୁକ୍ତି କଲେ। ତୃତୀୟରେ ହେଉଛି ଧାର୍ମିକ ଜୀବନ। କିନ୍ତୁ ତାପରେ ସେ ଲୋକଗୀତ ମଞ୍ଚ ଛାଡ଼ି ଧର୍ମକତାର ପଥକୁ ବାଛିଲେ। ଆଜି ସେ ସାଧୁ ଜୀବନରେ ସରଳତା ଓ ଆଧ୍ୟାତ୍ମିକତାରେ ନିବେଶିତ। ଲୋକଙ୍କୁ ତାଙ୍କର ଜୀବନ ପ୍ରେରଣା ଦେଉଛନ୍ତି। ଭାବପୂର୍ଣ୍ଣ ସଙ୍ଗୀତ, ହିରୋରୁ ସାଧୁ। ଓଡ଼ିଆ ସିନେମା ଜଗତର ଯୁଗ ଯୁଗ ମନେ ପଡ଼ିବା ନାମ ଶ୍ରୀରାମ ପଣ୍ଡା। ତାଙ୍କର ଯାତ୍ରା ପ୍ରମାଣ ଯେ ଜୀବନରେ ସ୍ଥାନ, ସମ୍ମାନ ଓ ସେବା ସବୁକିଛି ସାଧାରଣତାରେ ଲୁଚିଥାଏ। ପୁରୁଣା ଓଡ଼ିଆ ସିନେମାର ପୋଷ୍ଟର ବ୍ଲାଙ୍କ ଆଣ୍ଡ ହ୍ୱାଇଟ୍ ଷ୍ଟେଲ୍ସ କ୍ରାଉଡ୍ ଇନ୍ ସିନେମା ହଲ୍ ଓଭରଲାଣ୍ଡ। 1980-90 ଦଶକରେ ଓଡ଼ିଆ ଫିଲ୍ମ ଜଗତକୁ ଝଡ଼ର ପରି ଆସିଥିଲେ ଏକ ନାୟକ, ଜଣେ ସରଳ ସହଜ ଯୁବକ, ଯାହାଙ୍କୁ ଆଜି ବି ଲୋକମାନେ ଲଭର ବୟ ଶ୍ରୀରାମ ପଣ୍ଡା ବୋଲି ମନେ ପକାଉଥାନ୍ତି। ନବୀନ ଘରୋଇ ସାଧାରଣ ଦେହାଳି। ନବୀନ ଘରୋଇ ସାଧାରଣ ଦେହାଳି ଏକ ପରେ ଏକ ସୁପରହିଟ୍ ସିନେମାରେ ସେ ହେଲେ ପ୍ରେମର ପ୍ରତୀକ। ତାଙ୍କର ମିଷ୍ଟ୍ରି ହସ, ସହଜ ଅଭିନୟ ଓ ସଦ୍ଗୁଣ ଦର୍ଶକଙ୍କ ହୃଦୟକୁ ଜିତିନେଲା। କିନ୍ତୁ ସ୍ୱପ୍ନ କେବଳ ଚଳଚ୍ଚିତ୍ରରେ ରହିଲା ନାହିଁ। ଦର୍ଶକ ବନ୍ଧୁ, ଜନସେବାକୁ ଲକ୍ଷ୍ୟ କରି ସେ ପ୍ରବେଶ କଲେ ରାଜନୀତିରେ। ବିଜୁ ଜନତା ଦଳରୁ ସେ ଲୋକସଭା ସଦସ୍ୟ ଭାବରେ ଚୟନିତ ହେଲେ। ଚଳଚ୍ଚିତ୍ରରେ ଯେପରି ସେବା, ସେହିପରି ଜନତାଙ୍କ ପାଇଁ ସେବା। ଅଭିନୟର ଆଲୋକ, ରାଜନୀତିର ଆଲୋକ, ସବୁକିଛି ପରେ ସେ ବାଛିଲେ ଧାର୍ମିକ ପଥ। ଆଜି ସେ ସରଳତାରେ ସାଧୁ ଜୀବନ, ଜଣେ ପ୍ରେରଣାଦାତା। ହିରୋରୁ ଧାର୍ମିକ ମାର୍ଗରେ, ଏହା ହିଁ ଶ୍ରୀରାମ ପଣ୍ଡାଙ୍କର ସତ୍ୟ କାହାଣୀ। ସିନେମାରେ ଯେପରି ଜୀବନରେ ମଧ୍ୟ ସେ ଦେଇଗଲେ ବଡ଼ ଶିକ୍ଷା। ସଫଳତା, ସମ୍ମାନ ଓ ସେବା ସବୁକିଛି ସରଳତାରେ ଲୁଚିଥାଏ। ଓଡ଼ିଆ ମନରେ ସଦାରୁ ସଦା ଶ୍ରୀରାମ ପଣ୍ଡା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8।